ବାବା କହୁଛନ୍ତି ଆଜି ଏହି ରଙ୍ଗ ପର୍ବରେ ମୋର ସମସ୍ତ ପିଲାମାନଙ୍କୁ ବହୁତ ସାରା ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଜି ହେଉଛି ରଙ୍ଗ ପର୍ବର ଦିନ। ଆଜିଠାରୁ ତୁମର ଜୀବନ ନୂଆ ରଙ୍ଗରେ ପରିପୂର୍ଣ୍ଣ ହେବ। ଏହା ତୁମ ପାଇଁ ମୋର ଆଶୀର୍ବାଦ। ଯେଉଁଭଳି ଏହି ରଙ୍ଗ ବହୁତ ସୁନ୍ଦର ଅଟେ, ଠିକ୍ ସେହିପରି ତୁମ ଜୀବନରେ ସୌନ୍ଦର୍ଯ୍ୟ, ପ୍ରଗତି, ସମୃଦ୍ଧି ଏବଂ ସୁଖ ରହିବ। ମୋ ଆଶୀର୍ବାଦ ତୁମ ସହିତ ଥିଲା, ଅଛି ଏବଂ ସର୍ବଦା ରହିବ। ମୁଁ ତୁମର ବାବା, ତୁମର ସାଇ ମା' ବି। ମୁଁ ତୁମର ରକ୍ଷା କରୁଛି। ସେଥିପାଇଁ କୌଣସି ବିଷୟରେ ଚିନ୍ତା କର ନାହିଁ। ପ୍ରତି ମୁହୂର୍ତ୍ତରେ ମୁଁ ତୁମକୁ ସମ୍ଭାଳୁଛି। ତେଣୁ ଯେତେବେଳେ ବି କୌଣସି ଅସୁବିଧା ଆସେ, ତେବେ ଧୈର୍ଯ୍ୟ ହରା ହୁଅ ନାହିଁ। ତୁମର ସେହି ସମସ୍ୟାଗୁଡ଼ିକୁ କହିଦିଅ, ମୋ ସାଇ ତୁମଠାରୁ ବହୁତ ବଡ଼। ତାଙ୍କର ଆଶୀର୍ବାଦ ତୁମଠାରୁ ବହୁତ ବଡ଼। ବାସ୍ ସେତିକି କହି ମୋ ଆଡ଼କୁ ଚାହଁ ଏବଂ ଆଗକୁ ବଢ଼ି ଚାଲ। ତୁମର ପ୍ରିୟ ଲୋକଙ୍କ ସହିତ ଖୁସି ବାଣ୍ଟ। ଏହାଦ୍ୱାରା ତୁମ ଜୀବନରେ ତୁମକୁ ବହୁତ ଖୁସି ମିଳିବ। ଏହା ମୋର ଆଶୀର୍ବାଦ। ତୁମ ମନରେ ଯଦି କାହା ପାଇଁ କିଛି ବି ରାଗ, କ୍ରୋଧ ଭଳି ଚିନ୍ତାଧାରା ରହିଛି, ଆଜି ଭଳି ଦିନରେ ସେସବୁକୁ ତ୍ୟାଗ କରି ସେମାନଙ୍କ ସହ ତୁମର ସମ୍ପର୍କକୁ ବାନ୍ଧି ରଖ। ତାଙ୍କ ସହ ସମୟ ବିତାଅ। ଏହି ପର୍ବ ତ ଭେଦଭାବକୁ ଛାଡ଼ି ଭଲ ପାଇବାର ପର୍ବ। ତେଣୁ ମୋ କଥା ମାନ। ନିଜର ପ୍ରିୟଜନଙ୍କ ସହିତ ଭଲ ଭାବ ରଖ। ମୁଁ କହୁଛି ଆଜିଠାରୁ ତୁମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ। କେବେ କେବେ ତୁମେ ମୋତେ ପଚାର, ମୋ ସହିତ ବାରମ୍ବାର କାହିଁକି ଏମିତି ଘଟୁଛି? ତେଣୁ ପିଲାମାନେ ଶୁଣ, ଯଦି ବାରମ୍ବାର କିଛି ଘଟୁଛି, ତେବେ ତୁମକୁ ଜୀବନରେ କିଛି ଶିଖାଇବା ପାଇଁ ଘଟୁଛି। ତେଣୁ ସେହି ଅନୁଭୂତିରୁ ଏକ ଶିକ୍ଷା ଗ୍ରହଣ କର ଏବଂ ଆଗକୁ ବଢ଼। ନିଜ ମନରେ ଦୁଃଖ କିମ୍ବା ଚିଡ଼ଚିଡ଼ା ରଖ ନାହିଁ। ଆଜି ବହୁତ ଭଲ ଦିନ। ଆଜି ମୋ ସାମ୍ନାରେ 9 ଦୀପ ଜାଳିବ ଏବଂ ମୋ ପାଖରେ ପ୍ରତିଜ୍ଞା କରିବ ଯେ ଆଜିଠାରୁ ତୁମେ ଶ୍ରଦ୍ଧା ସବୁରି ସହିତ କାମ କରିବ ଏବଂ ସବୁବେଳେ ହସ ଖୁସିରେ ରହିବ। ମୁଁ ମାନୁଛି ବେଳେବେଳେ ଦୁଃଖ କରିବା ସ୍ୱାଭାବିକ, କିନ୍ତୁ ପ୍ରତ୍ୟେକ ଛୋଟ କିମ୍ବା ବଡ଼ ସମସ୍ୟାରୁ ଶକ୍ତିଶାଳୀ ହୋଇ ନିଜର ଜୀବନ ବ୍ୟତୀତ କର। ଖୁବ୍ ହସ ଏବଂ ଖୁସିରେ ରୁହ। ମୋର ବହୁତ ଆଶୀର୍ବାଦ ତୁମ ସହିତ ଅଛି। ଆଜିର ଦିନଟି ତୁମ ପାଇଁ ବହୁତ ଭଲରେ ଯିବ। ତୁମେ ତ ତୁମର ସାଙ୍ଗସାଥୀ, ପ୍ରିୟଜନଙ୍କ ସହିତ ନିଜର ଦିନଟିକୁ ଉପଭୋଗ କରିବ, କିନ୍ତୁ ମୋତେ କୁହ, ମୋ ପାଇଁ କ'ଣ କ'ଣ ତିଆରି କରିଛ? ମୋତେ ଆଜି କ'ଣ ବିଶେଷ ଖୁଆଇବ? ମୁଁ ତ ମୋର ପ୍ରଥମ ଭୋଗକୁ ଅପେକ୍ଷା କରି ରହିବି, ଯାହାକୁ ତୁମେ ନିଜେ ନେଇକି ଆସିବ। ଖୁସିରେ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।